ସନ୍ଧି ପୂଜାର ମହତ୍ଵ କ'ଣ ରହିଛି? ସନ୍ଧି ପୂଜା ହେଉଛି ନବମୀ ଏବଂ ଅଷ୍ଟମୀର ଯୋଗ। ସନ୍ଧି ସମୟରେ କରାଯାଇଥିବା ବିଶେଷ ପୂଜାକୁ ସନ୍ଧି ପୂଜା ବୋଲି କୁହାଯାଇଥାଏ ବା ଏହାକୁ ସନ୍ଧି କାଳ ମଧ୍ୟ କୁହାଯାଇଥାଏ। ଯେତେବେଳେ ଅଷ୍ଟମୀ ଶେଷ ହୋଇ ନବମୀ ଆରମ୍ଭ ହୋଇଥାଏ, ଠିକ୍ ସେହି ସମୟକୁ ସନ୍ଧି ପୂଜା ବା ସନ୍ଧି କାଳ କୁହାଯାଏ। ପୁରାଣରେ ବର୍ଣ୍ଣିତ ଅଛି ଯେ ଏହି ସମୟରେ ଦେବୀ ଦୁର୍ଗାଙ୍କର ଚଣ୍ଡିକା ରୂପ ପ୍ରକଟ ହୋଇ ମହିଷାସୁରଙ୍କ ସେନାପତି ଚଣ୍ଡ ଓ ମୁଣ୍ଡକୁ ବଧ କରିଥିଲେ। ସେଥିପାଇଁ ଏହାକୁ ଚଣ୍ଡିକା ପୂଜା ମଧ୍ୟ କୁହାଯାଇଥାଏ। ସନ୍ଧି ପୂଜାର ବିଶେଷତା ରହିଛି ଯେ 108ଟି ଦୀପ ମାଙ୍କୁ ଜଳାଇ ପ୍ରାର୍ଥନା କରିବା, 108ଟି ପଦ୍ମ କିମ୍ବା ବିଶେଷ ଫୁଲରେ ତାଙ୍କୁ ପୂଜା କରିବା। ତା ବ୍ୟତୀତ ଛୋଟ କନ୍ୟା, ଯେଉଁ କନ୍ୟା ମାନେ କୁଆଁରୀ କନ୍ୟାଙ୍କୁ ଏହି ଦିନ ପୂଜା କରାଯାଇଥାଏ। ଏହାର ମହତ୍ଵ ରହିଛି ଯେ ଏହି ପୂଜାରେ ଭକ୍ତିର ସହିତ ଆପଣ ଯଦି ପୂଜା କରୁଛନ୍ତି ତାହେଲେ ଆପଣଙ୍କୁ ଶକ୍ତି, ସାହସ ଓ ସୁରକ୍ଷା ମିଳେ। ଜୀବନର ସମସ୍ତ ବାଧା ଦୂର ହୋଇ ସମୃଦ୍ଧି ଓ ଶାନ୍ତି ଆସେ। ମାଙ୍କର ଚଣ୍ଡିକା ରୂପ ଆମକୁ ଶିଖାଏ ଅସୁର, ଅନ୍ୟାୟ, ଅନ୍ଧକାରକୁ ଦୂର କରି ସତ୍ୟ ଓ ଧର୍ମକୁ ସ୍ଥାପନ କରିବା। ସନ୍ଧି ପୂଜା ହେଉଛି ନବରାତ୍ରର ସବୁଠାରୁ ଶକ୍ତିଶାଳୀ ପୂଜା, ଯାହା ଦୁର୍ଗାଙ୍କର ବିଜୟ ସମୟକୁ ଆମକୁ ସ୍ମରଣ ପକେଇଥାଏ।